এই লিଛବି ଆଉ ମଗଧ ଏ ଉଭୟ ରାଜ୍ୟ ଭିତରେ ଭାରି ଶତ୍ରୁତା ଥିଲା। ଲିଛବିରେ ଥିଲା ଗଣତନ୍ତ୍ର ଆଉ ମଗଧରେ ଶାସନ କରୁଥିଲେ ସମ୍ରାଟ ବିମ୍ବିସାର। ବିମ୍ବିସାର ଅନେକ ବେଳେ ମଧ୍ୟ ସାହସ କରୁନଥିଲେ ଲିଛବିକୁ ଆକ୍ରମଣ କରିବା ପାଇଁ। ଏବଂ ଏଇ ଯେଉଁ କାହାଣୀ ଇଏ କାହାଣୀ ହେଉଛି ଏଇ ଦୁଇଟି ରାଜ୍ୟର କାହାଣୀ, ଯେଉଁଠି ଗୋଟେ ଗଣତନ୍ତ୍ର ଥିଲା ଆଉ ଯେଉଁଠି ରାଜତନ୍ତ୍ର ଥିଲା। ଏବଂ ସେ କାହାଣୀର ଯେଉଁ ମୂଳ ତତ୍ତ୍ୱଟି, ସେ କାହାଣୀଟି ଯାହାଙ୍କୁ ନେଇ ଆଧାରିତ, ସିଏ ହେଉଛନ୍ତି ଇତିହାସର ବର୍ତ୍ତମାନ ଯାଏଁ ଯିଏ ସବୁଠୁ ସୁନ୍ଦରୀ ଆମ୍ରପଲ୍ଲୀ। ଆମ୍ରପଲ୍ଲୀଙ୍କର ଏଇ ଜୀବନୀ ଅତି ସୁନ୍ଦର ଏବଂ ରୋଚକ ଏବଂ ଶିକ୍ଷଣୀୟ ମଧ୍ୟ। କୁହାଯାଏ ଲିଛବିରେ ବୈଶାଳୀରେ ଜଣେ ଦମ୍ପତି ଥିଲେ, ଅତି ଗରିବ ସେମାନେ ଥିଲେ। ସେମାନଙ୍କର ଛୁଆ ପିଲା କିଛି